କାଲିର ସକାଳ ଆଉ ଆଜିର ସକାଳ ଭିତରେ କେତେ ତଫାତ୍। କାଲି ସକାଳୁ ମା' ଥିଲା ଆଉ ଆଜି ସକାଳୁ ମୁଁ ପହଞ୍ଚିଲା ବେଳକୁ ମା' ଆଉ ଏ ଦୁନିଆରେ ନଥିବ। ମୁଁ ଏ ଜନ୍ମରେ ବି ମା'ର ଭେଟ କେବେ ପାଇବି ନାହିଁ। ପୁରା ଜୋସ୍ ଲଗେଇକି ରଖୁଛି ଆଉ। ଆଜିକୁ 4 ମାସ ତଳେ ମା' ସହିତ ଦେଖା ହେଇଥିଲା। ମୁଁ ଆସିଥିଲି ଗାଁକୁ ଆଉ ମା' ସହିତ ଦେଖା ହେଇଯାଇଥିଲା। ମୁଁ ବସିକି କଥା ହେଲୁ ଆଉ କହିଲା କେବେ ଆସିବୁ ତୁ ଆଉ ଥରେ। ମୁଁ କହିଲି କି ମୋ ପୁଅର ସମର୍ ଭେକେସନ୍ ପଡ଼ିଲେ ମୁଁ ଆସିବି। ଆଉ ତ ସମର୍ ଭେକେସନ୍ ପଡ଼ିବା ଆଜି ପଡ଼ିବ କାଲି ପଡ଼ିବ, ତା ଭିତରେ ତା'ର ଦେହ ବି ବହୁତ ଖରାପ ହେଉଥିଲା। ଆଉ ତେଣୁ ମୁଁ ଖବର ଶୁଣୁଥାଏ, ଭିଡ଼ିଓ କଲିଂ କରି ଦେଖୁଥାଏ ଆଉ ୱେଟ୍ କରିଥାଏ କି ଇଶାନର ସବୁ କିଛି କାମ ସଲ୍ଭ ହେଇଗଲା ପରେ ଆଉ ମୁଁ ବାହାରି ଯିବି ଗାଁକୁ ଆଉ ମା' ସହିତ ଟିକେ ମା'କୁ ଦେଖା କରିଦେବି। ମା' ଟିକେ ସିରିୟସ୍ ହେବାକୁ ଯାଉଥିଲା ଆଉ ତା'ର ହାର୍ଟ ପ୍ରୋବ୍ଲେମ୍ ବି ସବୁ ଟିକେ ବାହାରି ପଡ଼ିଥିଲା। ତ ତାକୁ ଦେଖିବି ଗଲେ ଏମିତି ହେଇକି ରହିଛି 26 ତାରିଖ ବାହାରିବି ଏମିତି ହେଇକି। ଆଉ ସଡ଼ନ୍ ଦେଖିଲା ବେଳକୁ ସିଏ ତା'ର ବହୁତ ଜଲ୍ଦି ଚାଲିଗଲା। ଆଉ ମୋ ପୁଅର ସମର୍ ଭେକେସନ୍ ବି ପଡ଼ିନି, ସେ ଚାଲିଗଲା। ସେ ମୋତେ କହିଥିଲା ତୋ ପୁଅର ସମର୍ ଭେକେସନ୍ ପଡ଼ିଲେ ଆସିଲା ବେଳକୁ ଆଉ ମୁଁ ନଥିବି। ତ ଏମିତି ଯେହେତୁ ଇଏ ତ ନାହାନ୍ତି ଘରେ ଆଉ ତ ମୁଁ ପୁଅକୁ ଧରିକି ଆସିଛି। ଯେହେତୁ ତା'ର ମୋର ସମ୍ପର୍କ କିଛି ଅଲଗା ପୁରା ଆଈ ହେଇଥାଇପାରେ, ଆଈ ସିଏ ମୋର ମା' ବୋଲି ଡାକେ, ସେଇଥିପାଇଁ ମା' ଭଳିଆ ସମ୍ପର୍କ। ତ ଏବେ ମୁଁ ଘରେ ପହଞ୍ଚିକି ଫ୍ରେଶ୍ ହେଇକି ପୁଣି ଥରେ ଆମେ ମା'ର ଗାଁକୁ ବାହାରିକି ଆସିଛୁ। ଆଉ ଏବେ ମା'ର ଗାଁ ଭିତରେ ଅଛୁ, ଯାଉଛୁ ତା'ର ଗାଁରେ ହିଁ ସବୁ କ୍ରିୟାକର୍ମ ହେବ। ତେଣୁ ଗାଁ ବାହାରିକି ଯାଉଛୁ। ସେଇଠି ସବୁ ଏଇଟା ହେଉଛି ମା'ର ଗାଁର ଯେଉଁ ମଣ୍ଡି କହନ୍ତିନି, ଆଉ ଏଇଟା ହେଉଛି ତା'ର ମନ୍ଦିର। ଆଉ ମନ୍ଦିର ଏପଟ ସାଇଡ଼୍ରେ ମଶାଣି ଅଛି ଆଉ ସେଇ ମଶାଣିରେ ମା' ତା'ର ଶେଷ ନିଶ୍ୱାସ ନେଇଗଲା। ଆଉ ଆମ ଘରେ ସେ ଚାଲିଗଲା ଆର ପାରିକି। କେବେ ବିଶ୍ୱାସ ନଥିଲା, ସେ ବହୁତ ଷ୍ଟ୍ରଙ୍ଗ ଥିଲା। ତା'ର ବୟସ ତ 90 ପାଖାପାଖି ହେଇଯାଇଥିଲା, କିନ୍ତୁ ଏତେ ଇଏ ବି ହେଇନଥିଲା, ବହୁତ ଷ୍ଟ୍ରଙ୍ଗ ଥିଲା ସିଏ। ଆଉ ଚାଲିଗଲା। ଗୋଟେ ବ୍ଲଗ୍କୁ ମୁଁ ଦେଖେଇବି। ମୁଁ ଏଇ ବ୍ଲଗ୍ରେ ଆଉ ତା'ର କିଛି ଭିଡ଼ିଓ ମୁଁ ସେୟାର କରିନି। କାଲି ଗୋଟେ ବ୍ଲଗ୍ ବନେଇବି, ସେଇଥିରେ ତାକୁ ଦେଖେଇବି, ଆପଣମାନେ ଦେଖିବେ। ସିଏ ଏତେ ବି ଇଏ ହେଇନଥିଲା ଯେ ଚାଲିଯିବ ଏତେ ଜଲ୍ଦି, ବୟସ ହେଇଯାଇଥିଲା, କିନ୍ତୁ ସେ ଷ୍ଟ୍ରଙ୍ଗ ଥିଲା। ଆଉ ମେଣ୍ଟାଲି ସେ ବହୁତ ଡିପ୍ରେସ୍ ରହୁଥାଏ। ତା ଲାଇଫ୍ ଷ୍ଟୋରି ଅଲଗା ପ୍ରକାର ଥିଲା। ମ୍ୟାରେଜ୍ର ଆଉ ମାତ୍ର 12 ବର୍ଷରେ ମ୍ୟାରେଜ୍ କରିଥିଲା। ତାପରେ ମ୍ୟାରେଜ୍ର 5-7 ବର୍ଷ ପରେ ଅଜା ଚାଲିଗଲେ। ସେବେଠୁ ଆଉ ତା'ର 3 ଝିଅକୁ ଧରିକି ଲାଇଫ୍ ଷ୍ଟ୍ରଗଲ୍ କରିବା। ଏଇଠି ଆସିଲା ମଶାଣିଟା, ବାପା ଦେଖେଇ ଦେଉଛନ୍ତି। ପୁରା ଭିତରକୁ ଦେଲ ବୋଧେ। ଆଉ ତ ସେ ବହୁତ ଷ୍ଟ୍ରଗଲ୍ କରିଛି ତା ଲାଇଫ୍ରେ। 3 ଝିଅକୁ ବଡ଼ କରିଛି, ମଣିଷ କରିଛି, ବାହା ଦେଇଛି। ଆଉ ଆମମାନଙ୍କୁ ସେ ବହୁତ ପାଠ ପଢ଼େଇଛି। ମୋତେ ତ ସେ ବହୁତ ଗାଳି ବନ୍ଦ କରିକି ପାଠ ବହୁତ ପଢ଼େଇଛି ମୋତେ ସେ। ଆଉ ସେସବୁ ଋଣ ସୁଝି ହେବନି, ଖାଲି ପାଠ ପଢ଼େଇଛି ନୁହଁ, ବହୁତ ଆମର କରିଛି। ମା'ଠୁ ବି ଅଧିକ ସେ ଆମ ପାଇଁ କରିଛି। ଆଈ ସିନା ଖାଲି ଗୋଟେ ନାମକ ମାତ୍ର ଆଈ, ସେଥିପାଇଁ ତ ଆମେ ସମସ୍ତେ ତାକୁ ମା' ହିଁ ଡାକୁ, ଆଈ କେହି ଡାକୁନା, ସମସ୍ତେ ମା' ଡାକୁ। ମୋର ଯେଉଁ ଭାଇ ଭଉଣୀ। ତ ଏମିତିରେ ଆମେ ଘରେ ଆସିକି ପହଞ୍ଚି ଯାଇଛୁ। ତା'ର ବାଡ଼ି ଏଇଟା, ଚାଲନ୍ତୁ ଦେଖିବା। ବାଜିଯିବ ଦେଖିକି। ଅଙ୍କଲ ନେଇଗଲେ। अंकल ने की कौन कर दौड़ी आते दौड़ी सर क्या बाहर करा के
କଚାଡ଼ିକି ଫଟେଇଦେଲା। ମଞ୍ଜି ଗୁଡା ବଢିଆ ହେଇଛି। କଚାଡ଼ିକି ଫଟେଇକି ଭାଙ୍ଗିଦେଲା। ପଡ଼ିଆରୁ ଛାଟିଦେଲେ ଗଛ ହେଇଯିବ ତ। ବଡ଼ ବଡ଼ କଖାରୁ ବି ହବ। ଏଇ ଯୋଉ ଫଟେଇଦେବେ ଆଣିବ। ଏଇଠି ତ ହେଲେ ସମସ୍ତେ ଖାଇବୁ ଆଉ କଣ ଅଛି। ତ ଆଜି ହେଉଛି ମାର ମୃତ୍ତିକାର 2 ଦିନ। ତ 2 ଦିନରେ ହିଁ ପିତା ଭାତ ଯେଉଁ ଖାଆନ୍ତି ପରମ୍ପରା ଅନୁଯାୟୀ, ତ ସେଥିପାଇଁ ସମସ୍ତେ ବସିକି ପରିବା ପତ୍ର କାଟୁଛନ୍ତି। ଆଉ ତାପରେ ରାତିରେ ରୋଷେଇ ହେବ। ସନ୍ଧ୍ୟାରେ ରୋଷେଇ ହେଲା ପରେ ରାତିରେ ସମସ୍ତେ ତାଙ୍କର ଯେଉଁ ବଂଶ, ମାର ଯେଉଁ ବଂଶ ଅଛନ୍ତି ସେମାନେ ସମସ୍ତେ ଖାଇବେ। ତାପରେ ଏଇଠି ପରିବା କଟା ପୁରା ଚାଲିଛି। ସମସ୍ତେ ତାଙ୍କ ବଂଶରେ ଆସିଛନ୍ତି। ବହୁତ କୋଅପରେଟିଭ୍, ତାଙ୍କର ବହୁତ ଭଲ ସମସ୍ତେ। ତ ସମସ୍ତେ ଆସିଥିଲେ ପରିବା ପତ୍ର କାଟିକି ହେଲ୍ପ କଲେ। ଆଉ ଏଠି ରୋଷେଇ ହେବା ପାଇଁ ଡାଲି ଭଜା ଚାଲିଛି। ଏଇଟା ହେଉଛି ମାର ବାଡ଼ି। ଆସନ୍ତୁ ମୁଁ ଆପଣମାନଙ୍କୁ ଦେଖେଇବି। ତାର ବାଡ଼ି ଅଛି। ଆଉ କୁହନ୍ତିନି କି ମଣିଷ ଏଇଠି ଈଶାନ ଠିଆ ହେଇଛି। ତାର ଏଇଟା ଫୁଲ ଗଛ ଅଙ୍କା ବି ଲାଗିଛି। ଏଇଠି କଖାରୁ ଗଛ, ଟଗର ଗଛ। ଏଇଟା ମାର ହେଉଛି ଟଏଲେଟ୍। ଆଉ ସେପଟଟା ଯେଉଁ ଏଇଟା ହେଉଛି କଖାରୁ ଗଛ ବି ତାର ମାଡ଼ିଛି। ଏଇଠି ମଲ୍ଲି ଗଛଟେ ବି ହେଇଛି। ଏଇଟା ତାର ଫୁଲ ବାଡ଼ିଟା। ଆଉ ଆଗରୁ ଏଇଟା ଅଲଗା ପ୍ରକାର ଥିଲା। ଏଇଠି ଗୋଟେ ବଡ଼ ଘରଟେ ଥିଲା। ଆଉ ତାର ଓଳେଇ ପାଖ ଯେଉଁଟା ମୁଁ ଚାଲିଛି ଏବେ, ସେଇଟା ତାର ଓଳେଇ ପାଖ ଥିଲା। ଏଇପଟେ ତାର ଗାଈ ଗୋରୁ ସବୁ ବାହାରୁଥାନ୍ତି। ଅଲଗା ପ୍ରକାର ଘର ଥିଲା। ପୁରୁଣା ଘର ଯେମିତି ସବୁ ଥାଏ ସେମିତି ଥିଲା। ଆଉ ଏଇ ଏରିଆଟା ଯେଉଁଠି ଏବେ ମୁଁ ଠିଆ ହେଲି ଆସିକି, ଏଇଟା ତାର ଅମାର ଘର ଥିଲା। ଧାନ ତ ପ୍ରବଳ ମାତ୍ରାରେ ତାଙ୍କର ହୁଏ। ଆଉ କାହିଁକିନା ସେମାନେ ସବୁ ଥିଲେ ଗାଁ ମାନେ ମହାପାତ୍ର ବଂଶ, ମାନେ ଗାଁର ସବୁଠୁ ଧନୀ ଶ୍ରେଣୀର ଲୋକ, ଯେଉଁମାନଙ୍କର ଜମି ବାଡ଼ିର ଆଉ ଅଭାବ ନାହିଁ ସେମିତି କହିଲେ ଚଳେ। ତ ତାଙ୍କର ବଡ଼ ବଡ଼ ଅମାର ଘର ହିଁ ଥାଏ। କିନ୍ତୁ ଆଇ ଯେହେତୁ ଏକା, ଏତେ କିଛି ତାଙ୍କର ନାହିଁ। ତେଣୁ ଏଇଠି ଗୋଟେ ଅମାର ଥିଲା। ତଥାପି ସେଇଟା ବହୁତ ବଡ଼ ଅମାରଟା, ଜାଗାରେ ଜଣାପଡ଼ୁନି। ତ ଏଇଠି ତାଙ୍କର ଧାନ ରହୁଥାଏ। ମୁଁ ଦେଖିଛି ଛୋଟବେଳେ ଆମେ ଆସୁଥାଉ। ନଡ଼ିଆ ଗଛ ଦେଖନ୍ତୁ କେତେ ବଡ଼ ବଡ଼ ନଡ଼ିଆ ଗଛ ହେଲାଣି। ସେଗୁଡ଼ା ବହୁତ ଲମ୍ବା ବି ହେଉଛନ୍ତି। ଆଉ ନଡ଼ିଆ ଗଛ ଅଛି। ଆଉ ନଡ଼ିଆ ବି ଫଳିଛି। ଆମ୍ବ ଗଛ ଅଛି, ଆମ୍ବ ବି ଫଳିଛି। କିନ୍ତୁ ସେ ଲୋକ ଆଉ ନାହିଁ। ଆମେ ଖାଲି ସିନା ଜୀବନରେ ମୋର କହିକି ଆମେ ବହୁତ ଯୁଦ୍ଧ କରୁ, ଷ୍ଟ୍ରଗଲ୍ କରୁ, ଆଉ ଫାଇଟ୍ କରୁ। କିନ୍ତୁ ତାର କିଛି ମୂଲ୍ୟ ନାହିଁ। ଯେତେବେଳେ ଆମେ ଚାଲିଯାଉ ସେ ସବୁ ଜିନିଷ ପଡ଼ିଥାଏ ସେମିତି। ତାର ବି ସବୁ ଜିନିଷ ସେମିତି ପଡ଼ିଛି। କିଏ କ'ଣ ଖାଇବ ଭଗବାନ ଜାଣନ୍ତି। କିନ୍ତୁ ବିଚାରି ନାହିଁ ଏ ଦୁନିଆରେ, ଚାଲିଯାଇଛି। ବହୁତ କରିଛି, ସମସ୍ତଙ୍କୁ ବହୁତ ପ୍ରେମ, ସ୍ନେହ, ଭଲ ପାଇବା ଦେଇଛି। ଗାଁର ସିଏ ତ ବଡ଼ ବୋହୂ, କାହିଁକିନା ମହାପାତ୍ର ବଂଶ ସବୁଠୁ ବଡ଼ ବଂଶ। ତ ସେଥିପାଇଁ ଗାଁର ପୁରା ବଡ଼ ବୋହୂ। ଏଇଟା ହେଉଛି ଆସିଲି ଏବେ ବାଡ଼ି ବୁଲିବା ପାଇଁ। ଏଇଟା ଗୋଟେ ହେଲା ତାର ଗାଈର ଗୋବର ଯେଉଁ ପଡ଼େନି, ଖତ ଗାଡ଼ି ଯେଉଁ କୁହନ୍ତିନି, ଆଉ ଡଷ୍ଟବିନ୍ ଏରିଆ, ସେଇଟା ଜାଗାଟା ଯେଉଁ ଥିଲା, ସେଇଟା ଖତ ଗାଡ଼ି ସବୁ ଗୋବର ଆଣିକି ଢଳା ହେଉଥାଏ। ଏଇଟା ବହୁତ ବଡ଼ ପୋଖରୀ ଥିଲା, ଯେଉଁଟାକି ଦଳ ହେଇଯାଇଛି। ଏବେ ଜଣା ହିଁ ପଡ଼ୁନି। ଆଉ ସେପଟେ ଗୋଟେ ବି ବାଡ଼ି ଥିଲା, ଯେଉଁଠିକି ଧାନ ସବୁ ଆସିକି ରୁହେ, ଖଳା ବାହାର କୁହନ୍ତି। ସେଇ ପୋଖରୀ ସାଇଡ଼୍ ଦେଇକି ଯାଉଥାଉ। ଏଇଠି ଗୋଟେ ବଡ଼ ମାନେ କୂଅ ଥିଲା। ପାଠପଢ଼ା ସମୟରେ ମୁଁ ଏଇଠି ବହୁତ ଥର ଲୁଚି ପଡ଼ୁଥାଏ। ମେମୋରି ସବୁ ବ୍ୟାକ୍ ହେଲା। ବହୁତ ଦିନ ପରେ ତାଙ୍କ ଗାଁ ଆସିଲି, ଛୋଟବେଳେ ହିଁ ଆସୁଥାଏ। ଆଉ ଏଇଟା ହେଉଛି ମଙ୍ଗଳା ମଣ୍ଡି, ଯେଉଁଟାକି ଆମେ ଏଇଠି ମଙ୍ଗଳା ପୂଜା କରିଥାଉ। ଝିଅମାନେ ବି ଲାଷ୍ଟ ଏଇଥର ଯାଇଛି, କାହିଁକିନା ଏବେ ଚୈତ୍ର ମାସ ମଙ୍ଗଳା ପୂଜା ହୁଏ। ଏଇଟା ହେଉଛି ହେଡ଼୍ ମଙ୍ଗଳା। ଆଉ ଏଠି ସବୁ ଝିଅମାନେ ତାଙ୍କର ନିଜର ସେପାରେଟ୍ କରିକି ଠାକୁର ବନାନ୍ତି। ମୁଁ ମୋ ଦିଦି ବି ଏଇଠି ବହୁତ ବନେଇଛୁ ଆଉ ପୂଜା କରୁ। ସେଗୁଡ଼ା ସବୁ ପାଣିରେ ବିସର୍ଜନ କରାଇଛି, ଉପାଡ଼ି ନେଇ ଯାଇଛନ୍ତି ସବୁ। ନାହାନ୍ତି ଠାକୁର, କିନ୍ତୁ ଡେକୋରେସନ୍ ସେମିତି ପଡ଼ିଛି। କାହିଁକିନା ଏବେ ଜଷ୍ଟ ମଙ୍ଗଳାଙ୍କର ପୂଜା ଚୈତ୍ର ମାସ ସରିଛି। ଏମାନେ ସଂକ୍ରାନ୍ତିରେ ହିଁ ସରିଯାଏ ତାଙ୍କର। ତ ଧୀରେ ଧୀରେ ମନ୍ଦିରଟା ବି ମାଆଙ୍କର ବନେଇ ଦେଇଛନ୍ତି ପିଲାମାନେ। ବହୁତ ବଢ଼ିଆ ହେଇଛି। ଏଇଠି ମନ୍ଦିର ନଥିଲା ଆମେ ଯେତେବେଳେ ଥିଲୁ, କେବଳ ସେଇ ହେଡ଼୍ ମଙ୍ଗଳା ଯେଉଁ ଦେଖୁଛନ୍ତି ଲାଲିଟା, ସେଇଟାକୁ ହିଁ ଆମେ ପୂଜା କରିଥାଉ। ଗପୁ ଭିଡ଼ିଓ ବି ସରିଗଲା। ତ ଆଜିର ବ୍ଲଗ୍ ଯଦି ଆପଣମାନଙ୍କୁ ଭଲ ଲାଗିଛି, ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ମୋର ମା ଆତ୍ମା ଶାନ୍ତି ପାଉ, ସେ ବହୁତ ଭଲରେ ରହୁ। ଥ୍ୟାଙ୍କସ୍ ଫର୍ ୱାଚିଂ।